আরে রাজ্যর জনপ্রজা মানে কোন সতরে গোটাଏ গোটাଏ পাগল। আরে এমানে যদি পাগল হই নথান্তে কেমিতি কହୁଥାନ୍ତେ যে রাজা ও মন্ত্রীরা সমধি হইছন্তি বলি। সত্য সত্যিকা সমস্তে গোটিଏ গোটাଏ পাগল। আরে কাই মন্ত্রী কাই রাজা সেমানে পুଣି ସମୁଦି ହେବେ ଆଉ ତୁମମାନଙ୍କ କଥାକୁ ମୁଁ ବିଶ୍ୱାସ କରିବି ନାଇଁ। ଆରେ ମୋର ବିଶ୍ୱାସ ଅଛି ରାଜା କେବେ ହେଲେ ଏପରି ଭୁଲ କାର୍ଯ୍ୟ କରିବେନି। ଅନ୍ତତଃ ମୁଁ ଏ ରାଜ୍ୟର ସେନାପତି ମୋତେ ନ ଜଣାଇ ମନ୍ତ୍ରୀ ସହିତ ସିଧା ସମୁଦି ନାଇଁ 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 କେମିତି ବିଶ୍ୱାସ କରିବି କାହାକୁ ବିଶ୍ୱାସ କରିବି। ଆରେ କଥାରେ ଅଛି ଯେବେ ନ ଦେଖିବ ବେନି ନୟନେ ଭରତେ ନ ଯିବ ଗୁରୁ ବଚନ। ଆରେ ଏଇଟା ଗୋଟିଏ କଥା। ଏଇନେ ସେନାପତି ବାବୁ ପ୍ରଣାମ କରି ଗୋମାସ୍ତା ଜଟପାତ୍ର ଆଜ୍ଞା ଏ ଅବେଳରେ ଏଠାରେ ଏ ଅବେଳ ତ ଜଟଟା ଆରେ କଣ କହିବାକୁ ଚାହୁଁଛ? କଣ କହିବାକୁ ଚାହୁଁଛି କଣ ବୁଝିପାରୁନ କି ଜାଣି ଜାଣିକି ଅଜଳ ଯାହା କହିବାର ଅଛି ସିଧା ସିଧା କୁହ। ସିଧା କହିବି ତ ବଳିଷ୍ଠ ବିରହ ଶୁଣ ମୋହର ଗିର ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ ହେ ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ହଟରା ବଳିଷ୍ଠ ବୀର ଶୁଣ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବିରହ ଗୋମାସ୍ତା ଜଟପାତ୍ର ଆଜ୍ଞା ଏବେ ମୁଁ କିଏ? ଆପଣ ଯଦି ରାଜ୍ୟର ଆରେ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି। ଆଜ୍ଞା ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ। ଆଉ କଣ ମୋର ହାତ ଛଡା ହବ? ଆରେ ଏତେ ବଡ ବୀର ହୋଇନ ରାଜ୍ୟରେ କେତେ ଦିନ ଖଟୁଥିବ ଚାକର ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିର ସୁଯୋଗ ରାଜସିଂହାସନ ଛଡ଼ା ତମରୁ ଅଣ୍ଡଟି ଆହେ ସେନାପତି ତମରୁ ଅଣ୍ଡଟି ଆହେ ସେନାପତି କାଶୀ ରାଜେ ରାଜା ଧରା ବଳିଷ୍ଠ ବୀର ଶୁଣ 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 କାନେ ଶୁଣ ନାକେ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ନା ତୁମର କଣ କହିଲୁ? ନାଇଁ କଣ କହିଲୁ? ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି ନାଇଁ। ରାଜା ହେଉଛନ୍ତି ମୋ ପାଇଁ ଭଗବାନ। ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା। ଆରେ ଯାହାର ଅନ୍ଧରେ ଆମ୍ଭେ ମାନେ ସମସ୍ତ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି। ରାଜାଙ୍କ ବିରୁଦ୍ଧରେ ଯଦି ପଦୁଟିଏ କହିବୁ ମାରଣ ତୋ ଜିଭଟାକୁ ଟାଣି ଆଣିବି। ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ଆଉ ମନ୍ତ୍ରୀଟା ସମୁଦି ହେଲେଣି। ଭଲ ହେଇଛି କଣ ଭଲ ଯାହା ହେଇଛି ଠିକ ହେଇଛି। କଣ ଠିକ ଅଛି ଏ ଲୋକମାନଙ୍କ କଥାକୁ ମୁଁ ବିଶ୍ୱାସ କରିପାରୁନଥିଲି ରାଜା ମନ୍ତ୍ରୀ ସମୁଦି ହେଇଛନ୍ତି ବୋଲି, କିନ୍ତୁ ତୋ ମୁହଁରୁ ଶୁଣିଲି ମୋତେ ବିଶ୍ୱାସ ଭାଜନ ହୋଇଗଲା। ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି। ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବା ବହୁତ ଭଲ ହବ। ଆଉ ଆମେ ସେଠି ଯାଇକରି ଡ୍ୟାନ୍ସ କରିବା। ଭୋଜି ଖାଇବୁ ରେ। ଭୋଜି ଖାଇବା କେତେବେଳେ ଆଜ୍ଞା? ବିଚରା ମନ୍ତ୍ରୀ ସ୍ତ୍ରୀଟା ସେଇ ପୁରୁଣା ଖାତା ଗୁଡାକ ଆଉ କରନ୍ତୁ ନାହିଁ। ଏ ବାଟେ ଲେଡି ଗୋ କହୁଣି ଆଉ ଭାଷା ରାଜା କାର୍ଯ୍ୟ କରିବ ନା ସେ ପୁଅଟାକୁ ଲାଳନ ପାଳନ କରିବ? ଛାତିଟା ଫାଟି ଯାଉଛି। ଫାଟିବ ବେ କେମିତି ଛାତିଟା ଫାଟିବନି? ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ। ସହକର୍ମୀ ନୁହଁ ସଡୁ ଭାଇ ଗୁରୁ ଭାଇ। ଯାହା ନିଷ୍ପତ୍ତି ନେଇଛନ୍ତି ରାଜା ଠିକ ନିଷ୍ପତ୍ତି ନେଇଛନ୍ତି। ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ
ଆଡମ୍ବରରେ ବିବାହ କାର୍ଯ୍ୟଟା ହେବ। ଆଉ ସେଇ ବାହାଘରରେ ଆମେ ଯାଇକିରି ଡ୍ୟାନ୍ସ କରିବା। ତୁ ଯାହା କରୁଛୁ କର। ଆଁ? ରାଜା ଭଲ କରିଛୁ। ଭଲ କରିଛନ୍ତି କୋଉଠି ଆଜ୍ଞା? ଏଇନା ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା? ଆମର ଆଉ ସେନାପତି ଦରକାର ନାହିଁ। ଆମ ସେନାପତି ବାଚିଆ ଲୋକ, ଆମ ସେନାପତି ଧୋକାବାଜ, ଆମ ସେନାପତି ଚରିତ୍ରହୀନ, ଆମ ସେନାପତି ବାଇଚିଆ, ଆମ ସେନାପତି ପତ୍ରଜଟା କୁକୁର। କୁହ ସେନାପତି କୁହ, ଏଟା କଥା ଶୁଣି ସାରିଲା ପରେ ଏ ରାଜ୍ୟ ରାଜା ହେବ ନା ସବୁଦିନ ପାଇଁ ଭିକାରୀ ହେବ? ହଁ ହଁ ତୁମେ ଗୋଟେ ନପୁଂସକ। ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମୁଣ୍ଡାରେ ମାର କଥା କହିବ, ଆଜ୍ଞା ମତେ ରାଜ୍ୟରୁ ବିତାଡ଼ିତ କରିବ? ଆଜ୍ଞା ମାରିଦେବି। ଅସଲ ଖିଲାଟା ହେଉଛି ସେଇ ମନ୍ତ୍ରୀର କଳା ଛୁଆଟା। ଆଉ ସେ ଛୁଆଟାକୁ ଯଦି ମାରିଦେବି ସବୁ ସମସ୍ୟାର ଅନ୍ତ ଘଟିବ। ନା ଥିବ ବାଉଁଶ ନା ବାଜିବ ବଇସି। ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ିବି। ଆଉ ରାଜା ଯଦି ମନ୍ତ୍ରୀ କଥାରେ ଯଦି ଅସମୁଠ ହୁଏ ଛାଡ଼ିବିନି, ବାରଣ ମାରିଦେବି। ଚାଲ ଚାଲନ୍ତୁ ଆଜ୍ଞା, ଦେଖିବା ସେ ମନ୍ତ୍ରୀଟା ତା ପୁଅକୁ କେମିତି କୁଆଡ଼େ ଚାଲନ୍ତୁ ଆଜ୍ଞା। ଚାଲ ସେ ଗଲା କୁଆଡ଼େ ସେ ଛୋଟ ଆଜ୍ଞା କିଏ ବେ? ଝିଅ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା। ଏ ଆପ କଥା ଶୁଣି ଦେଇଛି। ଏ କଥା ଯାଇକି ରାଜାକୁ କହିଦେଲେ ସରିଗଲା ଆଜ୍ଞା। ଦୌଡ଼ିକି ଗଲା। ସିଏ ଯେ ହଉ ନା କାହିଁକି ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି। ହେଲେ ଶୁଣ, ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରଣ ମାରିଦେବି। ଚାଲ ଚାଲନ୍ତୁ ଆଜ୍ଞା। ଦେଖିବା କୌଶଳ ଚାଲ। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗର ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରେଇବା ପାଇଁ ଶକୁନି ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ଏ କଳିଯୁଗରେ ତ ମୋ ହାତର ପୋଷା କାଠି ନାହିଁ, କେମିତି ରାଜା କରେଇବି ଏଇ ସେନାପତିଟାକୁ? ଜଟ ପାତ୍ର, ମୁଁ ଜଟ ପାତ୍ର। ଭଲରେ ଥିଲେ ବେଲପତ୍ର, ଆଉ ରାଗି ଗଲେ ପୁରା ଛିନ୍ନ ଛାତ୍ର। ଆରେ ଚଲ ଚଲ, ହେଇ ମନେ ପଡିଯାଏ ସେଇ ଅତୀତର କଥା। ଏହି କାଶୀ ରାଜ୍ୟର ରାଜାକୁ ଯେତେବେଳେ ମୋ ଭଉଣୀ ଭଲ ପାଇ ବସିଲା, ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି। ସାମାନ୍ୟ ଚାକରର ଭଉଣୀ ପୁଣି ରାଜାଙ୍କର ବୋହୂ ହବ। ରାଜା ହସ୍ତରୁ ଶଙ୍ଖା ପିନ୍ଧିବ, ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷରେ ରାଜାଟା ଅନ୍ୟ କାହାକୁ ବାହା ହେଇଥିବା କଥା ଶୁଣି ମୋ ଭଉଣୀ ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସୀତା ଆତ୍ମହତ୍ୟା କରିଦେଲା, କିନ୍ତୁ ଏଟା ଜଟ ଭାଇଟା ବଞ୍ଚିଛି। ଏଇନେ ଛାଡ଼ିବିନି ବେ, ରାଜବଂଶଟାକୁ ସମୂଳେ ଧ୍ୱଂସ କରିଦେବି। ଧ୍ୱଂସ। ହେ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳ,
ଆଜି ଏ ଜଟପାଟର ଶପଥ କରିକି କହୁଛି ଏ ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରିପାରିବିନି। ଜଟପାଟ୍ର ମୁଁ ଜଟପାଟ୍ର ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିଣ୍ଡ ଛତ୍ର।